যদি ଆପଣ মানে ଗୋଟେ ଚାରି ଚକିଆ ଆଣିବା ପାଇଁ ଭାବୁଛନ୍ତି ବା ଆଣି ସାରିଛନ୍ତି ତାହେଲେ କିଛି ଟିପ୍ସ ଫଲୋ କରି ରଖନ୍ତୁ ଯୋଉଥିରେ କି ଆପଣଙ୍କର ଗାଡିଟି ଆପଣ ଲଙ୍ଗ ଟାଇମ ଯାଏ ବ୍ୟବହାର କରିପାରିବେ ଏବଂ ଆପଣଙ୍କର ଗାଡିର ମାଇଲେଜ ବି ମଧ୍ୟ ବଢିବ। ତ ଟିପ୍ସ ଗୁଡିକ ମୁଁ କହି ରଖୁଛି ତା ପୂର୍ବରୁ ଆମକୁ ଫଲୋ ଏବଂ ସବସ୍କ୍ରାଇବ କରି ରଖନ୍ତୁ। ଗାଡିର ଏଇ ସବୁ ପାର୍ଟ ରେ ଲିମିଟ ଅନୁସାରେ ୟୁଜ କରା ହେଇଥାଏ। ତ ଆପଣ ମାନେ କଣ କରିବେ ଆପଣଙ୍କ ଗାଡିରେ ଥିବା ପ୍ଲଗ ଟିକୁ ଗାଡିଟି 80,000 କିଲୋମିଟର ଗଡିଲା ପରେ ଚେଞ୍ଜ କରନ୍ତୁ, ନହେଲେ ଆପଣଙ୍କର ଇଞ୍ଜିନ ଅଏଲ ଖରାପ ହେବା ସହିତ ଆପଣଙ୍କ ଗାଡିର ଇଞ୍ଜିନ ଖରାପ ହେଇପାରେ। ତ ଶୀଘ୍ର ଆପଣଙ୍କର ଗାଡି ପ୍ଲଗ ଟିକୁ ଚେଞ୍ଜ କରନ୍ତୁ। ଆପଣଙ୍କ ଗାଡିରେ ଥିବା ଅଏଲ ଫିଲ୍ଟର ଟିକୁ ପାଖାପାଖି 10,000 କିଲୋମିଟର ଗଡିବା ପୂର୍ବରୁ ଆପଣ ଚେଞ୍ଜ କରିନିଅନ୍ତୁ, ନହେଲେ ଆପଣଙ୍କ ଗାଡିର ଇଞ୍ଜିନ ଖରାପ ହେଇଯାଇପାରେ ଏବଂ ଆପଣଙ୍କ ଗାଡିର ସ୍ପିଡ ସ୍ଲୋ ହେଇଯାଇପାରେ। ଆପଣଙ୍କ ଗାଡିରେ ଥିବା ଏୟାର ଫିଲ୍ଟର ଟିକୁ 12,000 କିଲୋମିଟର ହେବା ପୂର୍ବରୁ ହିଁ ଚେଞ୍ଜ କରନ୍ତୁ। ଯଦି ଆପଣ ମାନେ ବେଶୀ କିଲୋମିଟର ଯାଏ ସେ ଏୟାର ଫିଲ୍ଟର ଟିକୁ ୟୁଜ କରୁଛନ୍ତି ତାହେଲେ ଆପଣଙ୍କ ଗାଡିର କେବିନ ଟିକୁ ସେ ଥଣ୍ଡା କରିପାରିବ ନାହିଁ। ଆପଣଙ୍କ ଗାଡିରେ ଥିବା ବ୍ରେକ୍ ପ୍ୟାଡ୍ ଟିକୁ 40,000 କିଲୋମିଟର ଗଡିଲା ପରେ ଚେଞ୍ଜ କରାନ୍ତୁ, ନହେଲେ ଆପଣ ମାନେ ଯଦି ଚେଞ୍ଜ ନ କରୁଛନ୍ତି ତାହେଲେ ସେ ବ୍ରେକ୍ ପ୍ୟାଡ୍ ଟି 40,000 କିଲୋମିଟର ଗଡିଲା ପରେ ଖରାପ ହେଇଯାଇପାରେ ଏବଂ ଆପଣଙ୍କର ବ୍ରେକ୍ ଫେଲ ରେ ଜୀବନ ଯାଇପାରେ। ଏବଂ ଆପଣ ମାନେ ଯୋଉ ମୋବାଇଲ ପକାଉଛନ୍ତି ସେଇ ମୋବାଇଲ ର ଭ୍ୟାଲୁ ଅନୁସାରେ ମାନେ କୌଣସି ମୋବାଇଲ ର ପାଖାପାଖି 10,000 ଥାଏ, କୋଉ ମୋବାଇଲ ରେ 3,000 କିଲୋମିଟର ଥାଏ, କୋଉ ମୋବାଇଲ ର 10,000 ଥାଏ। ଯଦି ଆପଣ ମାନେ ମୋବାଇଲ କମ୍ପାନୀ ଅନୁସାରେ କିଲୋମିଟର ଦେଖିନା ୟୁଜ କରିବେ ତାହେଲେ ଆପଣଙ୍କର ଗାଡିର ଇଞ୍ଜିନ କେବେ ଖରାପ ହେବ ନାହିଁ ବା ସିଜ୍ ହେବ ନାହିଁ ଏବଂ ଆପଣଙ୍କର ଗାଡିଟି ଲଙ୍ଗ ଟାଇମ ଯାଏ ଆପଣ ୟୁଜ କରିପାରିବେ। এইଭଳି ইনফরমেটিভ ভিডিও ଦେଖିବା ପାଇଁ ଆମକୁ ଫଲୋ ଏବଂ ସବସ୍କ୍ରାଇବ ରଖନ୍ତୁ ଏବଂ ଭିଡିଓକୁ ଲାଇକ୍ କରି ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ।